यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज छुआ आलोचना करिबा जुग नाम अनंत है। जुग नाम कौन? अनंत कवि। आमे समस्त जानिचे जुग होती चारि प्रकार: सत्य, त्रेता, द्वापर, कली। किंतु अवधूत मतरे कहती पांचटा जुग पंचतत्व पंच पंचात्मिक बसाण सत्य जुग, त्रेता जुग, द्वापर जुग, कली जुग, अनंत जुग। बुझिगला? आ गोटे भल कथा मन रखि था, प्रति जुगरे चारोटी लेखा जुग भोग कर। रावण को जितेबले ब्रह्मा वर देले, गंडा जुग वर देले ना 14 गंडा जुग को वर देले। ब्रह्मांकर मुख केतेटा? 4टा मुख। रावण मन मन भाविला 14 गंडा जुग माने मते 56 गंडा पाई जुग को वर देइछ। एम सत्य त्रेता द्वापर कली, सत्य त्रेता द्वापर कली गोटे ठा गंडा, गंडा का 4 जुग। बुझियो ना? 56 गंडा जुग को रावण भाबुची वर। किंतु महाप्रभु प्रकृति रे ब्रह्मदेव रावण को देते 14 गंडा जुग पाई वर दे। ताले गंडाक जदि है 4टा जुग, 14 गंडा केते? 56। 56 गंडा जुग को रावण को वर देते किए से? ब्रह्मा। जो मत सेमिति कली जुग 4टा स्तर रे कौन विभाजन कराई। गोटे सुबाहु कली, सुबाहु कली जुग, तापर आदि कली जुग, तापर अनंत कली जुग, तापर सत्य कली जुग। बुझी? कली जुगर आयु होची 4,32,000 वर्ष। ये सब 4,32,000 वर्ष ये सब कौन हो पाप भार कटि जीव। मात्र भोग करियो केते वर्ष? 10,000 वर्ष। आमे को शास्त्र जा प्रमाण दे। व्यासंग भाषा रे कलौ 10 सहस्राणि विष्णु तेजंती मेदि। कली जुग जेते बेले 10,000 वर्ष उपभोग करियो, विष्णु मेदिनी त्याग करिवे। यहा उपरे महापुरुष अच्युतानंद दास मध्य ताकर मत रखिले कली 10 सहस्र भोग। शास्त्र ना होची शिवकल्प शास्त्र। कहले 10 सहस्र कली नाश जीव ए अटे विषम वाणी जोगी जोग मार्गे कीर्तत्व लेखिब अन्य न पारिबे जानी। कहले कली होची केते? 10 सहस्र रे कली नाश जीव। 10,000 वर्ष रे कौन जीव? कली नाश जीव ए अटे विषम वाणी। ये होची बहुत गहन कथा। जोगी जोग मार्गे की तत्व लिखिए। जोगी जोग मार्गे को तत्व को लिखिए सी भी जानी पारिबे नाही। अन्य के पारिबो जानी? जोगी माने जानी पारिबे नहीं। किए कहउछ? अच्युतानंद महापुरुष। अन्य किए जानिबो? बुझी होची ना? किंतु ये सिना 10,000 वर्ष देखा गला। पुणी महापुरुष देले
ଚହଟିବ ଲୀଳା ତୁ ଚାରିରେ ମିଶା ଏକ, ଚଢା ତିନି ଶୂନ୍ୟ ବାବୁ ଯେତେ ହେଲା ଠିକ। କହିଲେ ଏ କେତେ ହଉଛି 5,000। କହିଲେ ଯେତେବେଳେ 5,000 ବର୍ଷ ହବ ସେତେବେଳେ କଳିକି ଦଳି ଦେବେ। ହେଲା, ଏଇ ମତ ଉପରେ ଜଗନ୍ନାଥ ଦାସ ପୁଣି ତାକୁ ସମାଧାନ କଲେ। 5,000 ବର୍ଷ କୋଉ କଳି ଭୋଗ କରିବ ନା ଏ ଯେ ଅଟେ ଏଇ ଶୁଭାଉ କଳି, କ୍ଷୀଣ ଆୟୁଷ ଯେମହା ବଳି, ପାପେ ସକଳ କ୍ଷୟ ଯିବ 10,000 ଭୋଗ ହବ। ଏଇ ଯୋଉ କଳି ଆସିବ ଇଏ ହଉଛି ସୁବାହୁ କଳି। ଇଏ 10,000 ବର୍ଷ ଭୋଗ କରିବ। ବୁଝି ହଉଛି ନା? 10,000 ବର୍ଷରୁ 5,000 ବର୍ଷ କଣ ହେଇଯିବ ମହାକଳିରେ ଦିନ ଅତିବାହିତ ହବ। ତାପରେ ଆସିବ କିଏ ସେ ନା ଆଦି କଳି ଯୁଗ, ତାପରେ ଆସିବ ଅନନ୍ତ କଳି ଯୁଗ, ତାପରେ ଆସିବ ସତ୍ୟ କଳି ଯୁଗ। ଏଇ କଥାକୁ ପୁନର୍ବାର ମହାପୁରୁଷ ନିଗମ ଶାସ୍ତ୍ରରେ ତାକୁ ପ୍ରମାଣ ଦେଲେ, ତାକୁ ସମାଧାନ କଲେ। କହନ୍ତି ଅଚ୍ୟୁତ ଶୁଣରେ ବୀର, ଆୟୁ ଭୋଗ କଳି 5,000। କହିଲେ ଯୋଉ 5,000 କଳି କଣ କରିବ ଭୋଗ କରିବ, ତାପରେ ତାର ବଳ ଭାଙ୍ଗିଯିବ। ତଦନ୍ତରେ ଆଦି କଳି ଯେ ସୁଗ, 37 ବିନି କରିବ ଭୋଗ। କି ସୁନ୍ଦର କଥା କହିଲେ। ସେଠି କହିଲେ 5,000 କଳି ସରିଯିବ। ବର୍ତ୍ତମାନ ତମେ ଦେଖ ପାଞ୍ଜି ଦେଖିବ କଳି ଯୁଗର ଆୟୁ ହେଲା କେତେ 5,100, ବର୍ତ୍ତମାନ 25 ଚାଲିଛି ନା ନାଇଁ। ତେଣୁ କଳି ତାହେଲେ କୋଉ କଳି ସଇଲା? ମହାପୁରୁଷଙ୍କ ବାଣୀ ଭୁଲ ନା ମହାପୁରୁଷଙ୍କ ବାଣୀ ସତ୍ୟତା। କହିଲେ 5,000 ବର୍ଷ ପରେ ଆସିବ କିଏ ସେ ନା ଆଦି କଳିଯୁଗ ଭୋଗ କରିବ। କେତେ ବର୍ଷ ନା 37 ବେନି କରିବ ଭୋଗ। 132 ବର୍ଷ ଆଦି କଳିଯୁଗ ଭୋଗ କରିବ। ଯୁଗ ଭୋଗ ହେବ ଅନନ୍ତ ଜଇଁ, 7-8 ବର୍ଷ ନିରତେ କଳି। କହିଲେ ସେ ଯୋଉ 132 ବର୍ଷ ପରେ, ଯଥା 5,132 ପରେ କହିଲେ କଣ ଅନନ୍ତ ଯୁଗ ପୁନର୍ବାର ଆସିବ। ହେଲା, ଯୁଗ ଭୋଗ ହବ ଅନନ୍ତ ଜଇଁ, ମାନେ ଅନନ୍ତ କଳି ପ୍ରବେଶ କରିବ। 7-8 ବର୍ଷ ନିରତେ କଳି, ସେ 108 ବର୍ଷ ତାପରେ କଣ ହବ ଭୋଗ କରିବ। ତହିଁ ପରେ ଭୋଗ ଯେ ସତ୍ୟ କଳି, କ୍ଷୀଣ ଆୟୁଷ ସେ ମହା ବଳି, ଅନନ୍ତ କଳିରୁ ସତ୍ୟ ଆସିବ, ସତ୍ୟ ବାନା ଜଗତରେ ଉଡ଼ି। ବଢିଆ କଥା। ଯେତେବେଳେ ଆଦି କଳି ଯୁଗ ସରିଯିବ, ତାପରେ ଅନନ୍ତ କଳି ଯୁଗ ଯେତେବେଳେ ଭୋଗ କରିବ, ସେଇ ସମୟରେ ଲୋକମାନେ ସତ୍ୟ ଆସି ହେବେ, ସତ୍ୟକୁ କଣ କରିବେ ପରିଚାଳିତ କରିବେ। ବୁଝିପାରିଲେ ନା ବୁଝିପାରିଲେ? ତେଣୁ ଅନନ୍ତ ଯୁଗ ଏପର୍ଯ୍ୟନ୍ତ ଆସି ନାହିଁ। ମହାପୁରୁଷଙ୍କ ମତରେ 5,132 ବର୍ଷ କଣ ହବ ପର୍ଯ୍ୟନ୍ତ କଳିଯୁଗ ଆଦି କଳିଯୁଗ ଭୋଗ କରିବ। ତାପରେ ସେଠୁ କଣ ହବ 108 ବର୍ଷ ଅନନ୍ତ ଯୁଗ ଭୋଗ କରିବ। ତାପରେ ଆସିଯିବ କଣ ସତ୍ୟ କଳିଯୁଗ, ମହିମଣ୍ଡଳ ପରିପ୍ରକାଶ ହେବ। ଏମିତି ଟୋଟାଲ ସମ୍ପୂର୍ଣ୍ଣ 10,000 ବର୍ଷ ଭୋଗ କରିବ। ତାହେଲେ ଅନନ୍ତ ଯୁଗ କେବେ ଆସିବ? ନା ଏଠି କହିଲେ 5,132 ଆସିବ ଅନନ୍ତ ଯୁଗ ପରେ। ସେଇ କଥାକୁ ହାରିବନ୍ଦ ମହାପୁରୁଷ ପୁଣି ପ୍ରମାଣ କଲେ। ଯାଇଫୁଲ ଛତିଆ ଆସି କ୍ଷେତ୍ର ହେବ ମହା କହିବଲେ ହାଟ ବସିବ, ଯାଇଫୁଲ ଅନନ୍ତ ଯୁଗ କହିବ। ଠାକୁର ବଡଦୋଳ ଛାଡି ଛତିଆ ବଟା ଆସିବେ, ସେଠି ମହାକୈବଲ୍ୟ ହାଟ ବସିବ ବା ଅଭଡ଼ା ରୋଷେଇ ହବ। ସେଇ ଦିନଠୁ କଣ ହବ ଅନନ୍ତ ଯୁଗ ଆରମ୍ଭ ହେବ। ତେଣୁ ଆଦ୍ୟ କଳି ବା ମହାକଳି ଭୋଗ କରିବ କେତେ 5,000 ବର୍ଷ। ତାପରେ ଆସିବ ଆଦି କଳି 132 ବର୍ଷ। ତାପରେ ଆସିବ ଅନନ୍ତ ଯୁଗ। ଆଉ ଅନନ୍ତ ଯୁଗରେ ଅନନ୍ତ ମାଧବ ଲୀଳା
ହେବ ବୋଲି ପୁନଶ୍ଚ ଅଚ୍ୟୁତାନନ୍ଦ ମହାପୁରୁଷ କଣ କହିଛନ୍ତି ପ୍ରମାଣ ଦେଇଛନ୍ତି। ଏଠି ଜଗନ୍ନାଥଙ୍କ ବଳରାମଙ୍କ ଆସିନି, ସତ୍ୟ କଳି ଯେତେବେଳେ ଆସିବ ତାପରେ ଲୀଳା ଆରମ୍ଭ ହବ। କିନ୍ତୁ ଅନନ୍ତ ଯୁଗରେ କୋଉ ଲୀଳା? ଅନନ୍ତ ମାଧବ ଲୀଳା। ଅଚ୍ୟୁତ କହନ୍ତି ଆରେ ଭାୟା ସଂସାରବାସୀ ନୀଳାଞ୍ଚଳେ ନୀଳା ଦେଖିଯା ଆସି, ଦିନେକ ଦେଖିଲେ ପାଶୋରି ନ ଯିବ, ମନ ବଳୁଥିବ ବେଶୀକୁ ବେଶୀ। ହେ ଜଗତବାସୀ, ତମେ ଆସ ନୀଳାଞ୍ଚଳରେ ଦେଖିକି ଯାଅ। ଯେଉଁ ନୀଳା ସତ୍ୟରେ ଥିଲା ଅନନ୍ତ ତାହାକୁ ଦେଖିଲା, ସେହି ଅନନ୍ତକୁ ହକାରିଣ ପ୍ରଭୁ ନୀଳା ବିହାରକୁ କଲେ ଉଦ୍ଦେଶ୍ୟ। ଅନନ୍ତ ଯେ ଯୁଗ ହୋଇବ ମାଧବଙ୍କ ଶିରେ ଶୋଇବ, ଅନନ୍ତ ମାଧବ ଲୀଳା ଦେଖିବାକୁ ସିଦ୍ଧଗିରି ପୀଠେ ରହିଛି ବସି। କି ସୁନ୍ଦର କଥା କହୁଛନ୍ତି। ତେଣୁ ଅନନ୍ତ ଯୁଗରେ ଅନନ୍ତ ମାଧବ ଲୀଳା ହବ ବୋଲି ମହାପୁରୁଷ କହିଛନ୍ତି। ସଂସାରରେ ହୋଇବ ସାର, ଦେଖି ସେଇ ଅନିତ୍ୟ ପୁର, କଟକ ଭୂଖଣ୍ଡେ କରୁ ଆଳଖଣ୍ଡ, ଧରିଛି ଅଚ୍ୟୁତ ହୋଇ ନିବାସୀ, ଆରେ ଭାୟା ସଂସାରବାସୀ। ମହାପୁରୁଷ ଏଠି କି ସୁନ୍ଦର କଥା କହିଲେ। ସେଇ କଥା କହିଲେ ଅନନ୍ତ ଯୁଗରେ ମହାପୁରୁଷ ଏଠି କହୁଛନ୍ତି ଅନନ୍ତ ମାଧବ ଲୀଳା ବା ଅନନ୍ତ ଗୋପାଳ ଲୀଳା ପୁନର୍ବାର କଣ ହବ? ପରିପ୍ରକାଶ ହେବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ମହାପୁରୁଷ ଆମକୁ ବାରମ୍ବାର ସଚେତନ କରିଦେଇ ଯାଇଛନ୍ତି। ଏକଥା ସମସ୍ତେ ଜାଣିପାରିବେ ନାହିଁ। କେବଳ ଚେତୁଆ ଭକ୍ତ ଚେତନା ଫେରିବା ପାଇଁ ଏଗୁଡ଼ିକ କଣ କରିଛନ୍ତି? ସେ ଲିପିବଦ୍ଧ କରିଛନ୍ତି। ସମୟ କହିବ ଆଗକୁ କଣ ଘଟିବ, ସେ ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ବୋଲ ଆନନ୍ଦ କବା ହରି ବୋଲ।